मोटिवेशन जोटा कि आपण आपणकर जर्नी रे पाइछंती, would you like to share that with the young ones, and not only in medical field, in any other field also? ମୁଁ ଜୀବନର ମନ୍ତ୍ର ହିସାବରେ ଆପଣଙ୍କୁ ଦୁଇଟି କଥା କହିବି। ପ୍ରଥମ କଥା, ମାନବିକତାକୁ ଭଲ ପାଆନ୍ତୁ, ମଣିଷକୁ ଭଲ ପାଆନ୍ତୁ, ବଞ୍ଚିବାକୁ ଭଲ ପାଆନ୍ତୁ, ଜୀବନକୁ ଭଲ ପାଆନ୍ତୁ। ଯଦି ଭଲ ପାଇବା ଆରମ୍ଭ କରିବେ ତାହେଲେ ଆପଣଙ୍କର ଦୃଷ୍ଟିକୋଣ ବଦଳିଯିବ। ଆପଣ କିଛି ଖରାପ ଦେଖିପାରିବେନି। ଆମେ ଭଲ ଦେଖିବେ, ଆହୁରି ଭଲ ଦେଖିବେ, ଆହୁରି ଆହୁରି ଭଲ ଦେଖିବେ। ଦ୍ୱିତୀୟରେ, ଜୀବନର ଯୋଉ ଗ୍ରୋଥ, ଜୀବନର ଯୋଉ ଡେଭଲପମେଣ୍ଟ, ଜୀବନର ଯୋଉ ଇଭଲ୍ୟୁସନ, ଜୀବନର ଯୋଉ ପ୍ରୋଗ୍ରେସ, ତାକୁ ଜମା ରୋକନ୍ତୁନି। ଆପଣ ଯଦି କାଲିଠୁ ଆଜି କିଛି ଭଲ ହେଇନାହାନ୍ତି ତାହେଲେ ଆପଣ ଜୀବନ ସଠିକ ଦିଗରେ ଚାଲିନି। ତ ଆମେ ଆମର ପରଫେକ୍ସନ ପାଇଁ ଏଣ୍ଡିଏଭରକୁ ଜାରି ରଖିବା, ଆମେ ଶିଖିବା ଆଉ ଶିଖେଇବାକୁ ଜାରି ରଖିବା, ଆମେ ଭଲ ପାଇବା ଆଉ ଅନ୍ୟମାନଙ୍କୁ ଆମକୁ ଭଲ ପାଇବା ପାଇଁ ବାଧ୍ୟ କରିବାକୁ ଜାରି ରଖିବା। ତାହା ହେଲା ଜୀବନର ମନ୍ତ୍ର। ମୁଁ ସବୁବେଳେ କହେ, ଯେତେବେଳେ ଯାଏଁ ଆମେ ଆମର ସଠିକ ରାସ୍ତାରେ ଅଛେ, ଯେତେ ଜଣ ଯାହା ବି କହିଲେ ଆମେ ଈଶ୍ୱରଙ୍କର ଆଶୀର୍ବାଦ ଆଉ ଆମ ଜୀବନର ଗତି, ଜୀବନର ଦିଗରେ ବଢି ଚାଲିବା।